ଛାମୁକୁ ଆସ। ତମେ ନକଲରେ ବୀଣାରେ ବଂଶୀରେ ଉଚ୍ଚ କରତାଳ ଧ୍ୱନିରେ ତାହାଙ୍କର ପ୍ରଶଂସା କର, ଗୌରବ କର ବୋଲି ଲେଖାଯାଏ। ଆଉ ଲେଖାଯାଏ ନିଶ୍ୱାସ ପ୍ରଶ୍ୱାସ ଯେତେ ପ୍ରାଣୀ ଜଗତରେ ତୁମ୍ଭେମାନେ ତାହାଙ୍କର ଗୌରବ ପ୍ରଶଂସା କର। ପ୍ରିୟ ବନ୍ଧୁଗଣ, ଜଗତରେ ଯେତେବେଳେ ପରମେଶ୍ୱର ଆମକୁ ପୁନର୍ଥନ ରଖିଅଛନ୍ତି, ଦିନ ଗୁଡ ଫ୍ରାଇଡେ ଦିନ ଯାହାହେଲ ପୁନର୍ଥନ ଦିନ ଯାହାହେଲ କାଲି ମରାଗଲା। ପ୍ରଶଂସା କରିବାର ଆମର କର୍ତ୍ତବ୍ୟ ରହିଅଛି। ସେହି ଗୌରବ ପ୍ରଶଂସା କରିବା ନିମନ୍ତେ ଆଜି ଆମମାନଙ୍କର ଆଉ ଜଣେ ପ୍ରଭୁ ଦାସ ଅଛନ୍ତି ପାଣି ଆଜ୍ଞା, ଯିଏକି ଅନଲାଇନ ଅଫଲାଇନ ରେ ପ୍ରଭୁଙ୍କର ଗୌରବ ପ୍ରଶଂସା କରି ଆସିଅଛନ୍ତି। ପ୍ରତି ଅବସ୍ଥାରେ ତାଙ୍କର ଆଉ ଆମେ ଆରାଧନା ଶୁଣିଥାଉ। ପ୍ରଭୁ ତାଙ୍କୁ ଏଭଳି ଶକ୍ତି ଦେଇଅଛନ୍ତି ଯେ ଆରାଧନା କରିବାରେ, ବାକ୍ୟ କହିବାରେ, ପରିଚାଳନା କରିବାରେ ପ୍ରଭୁ ତାଙ୍କୁ ବ୍ୟବହାର କରି ଆଣୁଅଛନ୍ତି। ଆଉ ସେଇପରି ଆଜି ମଧ୍ୟ ଆଉ ଆରାଧନା କରିବା ନିମନ୍ତେ ଆମ ସମ୍ମୁଖରେ ଅଛନ୍ତି ପ୍ରଭୁଙ୍କର ପାଣି ଆଜ୍ଞା, ପ୍ରଭୁଙ୍କର ଦାସ ପାଣି ଆଜ୍ଞା। ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସମ୍ମୁଖକୁ ଆହ୍ୱାନ କରେ ସେ ସମ୍ମୁଖକୁ ଆସିବେ ଆଉ ଆରାଧନା କରିବା ହେବେ। ଆଜ୍ଞା ନମସ୍କାର, ପ୍ରେଜ ଦ ଲର୍ଡ। ପ୍ରେଜ ଦ ଲର୍ଡ, ପ୍ରେଜ ଦ ଲର୍ଡ, ନମସ୍କାର। ସର୍ବପ୍ରଥମେ ଏମାନଙ୍କର ଜୀବିତ ପରମେଶ୍ୱରଙ୍କର ମହାନାମର ଧନ୍ୟବାଦ ହଉ, କାରଣ ତାଙ୍କର ଅପାର ଅନୁଗ୍ରହ ଦୟା ହେତୁ ଆମମାନଙ୍କୁ କୌଣସି ପ୍ରକାର ବିନଷ୍ଟ ହେବାକୁ ନ ଦେଇ ଏ ପ୍ରଭାତରେ ଏ ପ୍ରତ୍ୟୁଷର ପ୍ରଭୁ ମୋର ଅତି ପ୍ରିୟ ଏ ରିଏଲ ମିନିଷ୍ଟ୍ରି ଆନୁକୂଲ୍ୟରେ ତାଙ୍କର ସେବା ଆରାଧନା କରିବା ପାଇଁ ବହୁମୂଲ୍ୟ ସୁଯୋଗ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଦେବା ସହିତ ଆଜିର କାର୍ଯ୍ୟକ୍ରମରେ ଯେତେ ପ୍ରଭୁଙ୍କର ଦାସ ଦାସୀ ଅଛନ୍ତି ପ୍ରତ୍ୟେକଙ୍କୁ ସେଇ ଶୀଘ୍ର ଆସୁଥିବା ମୃତ୍ୟୁଞ୍ଜୟ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ମୋର ଭକ୍ତିପୂର୍ଣ୍ଣ ନମସ୍କାର ଜଣାଏ। ନମସ୍କାର। ଗତକାଲି ଆମମାନଙ୍କର ଦୋସ୍ତ ଆଜ୍ଞା ମଧ୍ୟ ମତେ ଅନୁରୋଧ କଲେ ଆଜି ଆରାଧନା କରିବା ପାଇଁ, କିନ୍ତୁ ମୁଁ ପ୍ରଥମେ କ୍ଷମା ଚାହୁଁଛି। ମୁଁ କେବଳ 2ଟି ଗୀତ ଗାଇବି, କାରଣ ୟା ପରେ ପରେ ମୋର ମାନେ ରାୟପୁର ହିନ୍ଦୀରେ ମୋର ମେସେଜ ଦେବାର କାର୍ଯ୍ୟକ୍ରମ ରହିଛି। ତେଣୁକରି କୌଣସି ମାଇଣ୍ଡ କରିବେ ନାହିଁ। ମୁଁ କେବଳ 2ଟି ଗୀତ ଗାଇବି, ତାପରେ ମୁଁ ଲିଭ୍ କରିବି। କ୍ଷମା କରିବେ। ସେ ଯାହା ହଉ, ବର୍ତ୍ତମାନ ମାନେ ପ୍ରଭୁଙ୍କର ଦୁଃଖ ଭୋଗ ସମୟରେ କୃଷ ଉପରେ ଯୋଉ 7ଟି ବାଣୀ ଯୋଉ ଶୁଣିବାକୁ ପାରିଲୁ, ଆଜି ମଧ୍ୟ ପୁନରୁତ୍ଥାନ ହେଲା ପରେ ମଧ୍ୟ ପ୍ରଭୁଙ୍କର ଯୋଉ 7ଟି ବାଣୀ ସେ ମାନେ ଶିକ୍ଷା ଶୁଣି ଯାଉଛୁ, ମୁଁ ସେଇ ଉଦ୍ଦେଶ୍ୟରେ କେବଳ 2ଟି ଗୀତ ଗାଇବି, ତାପରେ ମାନେ ପ୍ରଭୁଙ୍କର ଗୌରବ କରି ଅନ୍ୟାନ୍ୟ କାର୍ଯ୍ୟ କରିବୁ। ପାପି ତୋର ପାପ ଆଜି ହେଲା ଅବସାନ, ପାପି ତୋର ପାପ ଆଜି ହେଲା ଅବସାନ, মৃত্যুঞ্জয়ী সসুত মৃত্যুঞ্জয়ী সসুত জগত জন রাজন হে, পাপি তোর পাপ আজি হেলা অবসান, পাপি তোর পাপ আজি হেলা অবসান, কবরর তীরে জিয়ে খোঁজি খোঁজি গীত গায়ে, কবরর তীরে জিয়ে কবরর তীরে জিয়ে খোঁজি খোঁজি গীত গায়ে, সে যে তার অতি প্রিয়, সে যে তার অতি প্রিয় বিদুরিত মরিয়ম, পাপি তোর পাপ আজি হেলা অবসান, পাপি তোর পাপ আজি হেলা অবসান, মৃত্যুঞ্জয়ী সসুত মৃত্যুঞ্জয়ী সসুত জগত জন জন হে, পাপি তোর পাপ আজি হেলা অবসান, কালো বরি পরে দিয়ে তা শুনি তো ঢালি দিয়ে, কালো বরি পরে দিয়ে
কাল পরি পরে দিয়ে তা ଶୁଣି ତା ଢାଳି দিয়ে ତୃତୀୟ ଦିବସେ ଆଜି ତୃତୀୟ ଦିବସେ ଆଜି ହେଲା ତାର ଉତ୍ଥାନ ପାପୀ ତୋର ପାପ ଆଜି ହେଲା ଅବସାନ ପାପୀ ତୋର ପାପ ଆଜି ହେଲା ଅବସାନ ମୃତ୍ୟୁଞ୍ଜୟୀ ଈଶ ସୁତ ସେ ମୃତ୍ୟୁଞ୍ଜୟୀ ଈଶ ସୁତ ଜଗତ ଜନ ରାଜନ ହେ ପାପୀ ତୋର ପାପ ଆଜି ହେଲା ଅବସାନ ପାପୀ ତୋର ପାପ ଆଜି ହେଲା ଅବସାନ। ପୁଣି ଆମେ ଗୋଟିଏ ଗୀତ ଗାଇବା ତାପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯିବ। ପ୍ରଭୁ ହୋଇ ପୁନରୁତ୍ଥିତ ଶିଶଙ୍କୁ ଫେରିଲେ ଶାସ୍ତ୍ରର ଅର୍ଥ ପ୍ରଭୁ ହୋଇ ପୁନରୁତ୍ଥିତ ଜ୍ଞାନୀନ ସହିତ ବେତନୀ ପର୍ଯ୍ୟନ୍ତ ଜ୍ଞାନୀନ ସହିତ ବେତନୀ ପର୍ଯ୍ୟନ୍ତ ଆଶୀର୍ବାଦ କଲେ ତୋଳିନ ହସ୍ତ ପ୍ରଭୁ ହୋଇ ପୁନରୁତ୍ଥିତ ଶିଶଙ୍କୁ ଫେରିଲେ ଶାସ୍ତ୍ରର ଅର୍ଥ ପ୍ରଭୁ ହୋଇ ପୁନରୁତ୍ଥିତ କରୁ କରୁ ସେ ଆଶୀର୍ବାଦ ଅଦୃଶ୍ୟରେ ହେଲେ ବିଭେଦ କରୁ କରୁ ସେ ଆଶୀର୍ବାଦ ଅଦୃଶ୍ୟରେ ହେଲେ ବିଭେଦ ଗୌରବ ସହିତ ଈଶ୍ୱରଙ୍କ ସୁତ ଗୌରବ ସହିତ ଈଶ୍ୱରଙ୍କ ସୁତ ଯାଇ ସ୍ୱର୍ଗପୁରେ ହେଲେ ଗୃହୀତ ପ୍ରଭୁ ହୋଇ ପୁନରୁତ୍ଥିତ ଶିଶଙ୍କୁ ଫେରିଲେ ଶାସ୍ତ୍ରର ଅର୍ଥ ପ୍ରଭୁ ହୋଇ ପୁନରୁତ୍ଥିତ ଆସି ଦୁଇ ଦୂତ ସେ କ୍ଷଣି ଉଚ୍ଚେ ପ୍ରକାଶିଲେ ଏ ବାଣୀ ଆସି ଦୁଇ ଦୂତ ସେ କ୍ଷଣି ଉଚ୍ଚେ ପ୍ରକାଶିଲେ ଏ ବାଣୀ आहे गालिलीय निवासी समस्ते आहे गालिलीय निवासी समस्ते किमते अनाई हुओ चकित प्रभु होई पुनरुत्थित शिशुଙ୍କୁ ଫେରିଲେ ଶାସ୍ତ୍ରର ଅର୍ଥ ପ୍ରଭୁ ହୋଇ ପୁନରୁତ୍ଥିତ ଜ୍ଞାନୀନ ସହିତ ବେତନୀ ପର୍ଯ୍ୟନ୍ତ ଆଶୀର୍ବାଦ କଲେ ତୋଳିନ ହସ୍ତ ପ୍ରଭୁ ହୋଇ ପୁନରୁତ୍ଥିତ ଶିଶୁଙ୍କୁ ଫେରିଲେ ଶାସ୍ତ୍ରର ଅର୍ଥ ପ୍ରଭୁ ହୋଇ ପୁନରୁତ୍ଥିତ। ପ୍ରେଜ୍ ଦ ଲର୍ଡ। ମୁଁ ସୁଯୋଗ ଦେଇଥିବାରୁ ମୁଁ ଧନ୍ୟବାଦ ଦେଉଛି। ମୁଁ ବର୍ତ୍ତମାନ ଲିଭ୍ କରୁଛି ଯେହେତୁ ମୋର ବି ସମୟ ହେଇଗଲା। କିଛି ମାଇଣ୍ଡ କରନ୍ତୁ ନାହିଁ, ମୋ ପାଇଁ ମଧ୍ୟ ପ୍ରାର୍ଥନା କରନ୍ତୁ କାରଣ ସେଇଠାରେ ହିନ୍ଦୀରେ ମେସେଜ ଦେବାର କାର୍ଯ୍ୟକ୍ରମ ରହିଛି। ଓକେ, ସମସ୍ତଙ୍କୁ ଥ୍ୟାଙ୍କ ୟୁ ସୋ ମଚ୍, ଗୁଡ୍ ବାଇ। ଓକେ, ପ୍ରେଜ୍ ଦ ଲର୍ଡ। ବହୁତ ବହୁତ ଧନ୍ୟବାଦ। ଆଉ ଆଜ୍ଞା ଆମମାନଙ୍କର ପାଣି ଆଜ୍ଞା ଦୁଇଟି ଗୀତ ଅତି ସୁନ୍ଦର ଭାବରେ ହୃଦୟ ସ୍ପର୍ଶୀ ମନଛୁଆ ଗୀତ ଗୁଡାକ ଗାଇ ଆମମାନଙ୍କୁ ପ୍ରଭୁଙ୍କର ନିକଟବର୍ତ୍ତୀ କରାଇଲେ। ଆଉ ପ୍ରଭୁଙ୍କର ଧନ୍ୟବାଦ ହେଉ, ଗୌରବ ହେଉ। ପ୍ରଭୁ ତାଙ୍କୁ ତାଙ୍କ ପରିବାରକୁ ତାଙ୍କ ସେବା କାର୍ଯ୍ୟ ପ୍ରଭୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ସମୟ ଅଛି, ଆଉ ଗୋଟିଏ ଗୀତ ଗାନ କରିବା ଆମେ, ମୁଁ ଗାଇବି। ଆଉ ଟିକେ ଗୋଟିଏ ସମୟ ସମସ୍ତଙ୍କର ଜଣାଶୁଣା ଗୀତ, ଆମେ ପ୍ରତ୍ୟେକ ଆମେ ଗୌରବ ପ୍ରଶଂସା କରି ଗୀତ ଗାନ କରିବା। ମରଣ ବିଜୟୀ ଏଇ ଗୀତ ଆମେ ଗାନ କରିବା କାରଣ ପ୍ରଭୁ ସେ ପୁନର୍ଜିତ ହୋଇଅଛନ୍ତି ଆମମାନଙ୍କ ପାଇଁ, ସେ ଉଠି ଅଛନ୍ତି ଆମମାନଙ୍କର ପାପର ଲାଗି ସେ ମୃତ୍ୟୁ ଭୋଗ କଲେ ଆମମାନଙ୍କୁ ପରିତ୍ରାଣ ଦେବା ପାଇଁ, ଆମମାନଙ୍କୁ ଉଦ୍ଧାର କରିବା ପାଇଁ, ଆମମାନଙ୍କୁ ମୁକ୍ତ କରିବା ପାଇଁ
ତାଙ୍କ ରାଜ୍ୟର ଅଧିକାରୀ କରିବା ପାଇଁ ସେ ଆମମାନଙ୍କ ପାଇଁ ସେ ଆପଣାର ପ୍ରାଣ ଦେଇ ସେ ତୃତୀୟ ଦିନରେ ଉତ୍ଥିତ ହୋଇଅଛନ୍ତି। ସେଥିପାଇଁ ଆମେ ପ୍ରଭୁଙ୍କର ଗୌରବ କରି ତାହାଙ୍କର ଏଇ ଗୀତ ଗାନ କରିବା। ମୁଁ ଗୋଟେ ପଦ ବା ଦୁଇଟି ପଦ ହିଁ ଗାଇବି। ତାପରେ ଆପଣ ମାନେ ଠିକ ସ୍ଥାନରେ ଯଦି ଅଛନ୍ତି ଭିଡିଓ ଗୁଡାକ ଅନ୍ କରନ୍ତୁ, ବହୁତ ଭଲ ଲାଗିବ। ଆମେ ପ୍ରତ୍ୟେକ କରତାଳ ସହିତ ଆମେ ଏଇ ଗୀତ ଗାନ କରିବୁ। ମରଣ ବିଜୟୀ, ମରଣ ବିଜୟୀ, ମରଣ ବିଜୟୀ, ମରଣ ବିଜୟୀ, ମୃତ୍ୟୁ ନାହୁଡ଼ ଭାଙ୍ଗି ସେ ହେଲେ ମୃତ୍ୟୁଞ୍ଜୟୀ, ମରଣ ବିଜୟୀ, ମରଣ ବିଜୟୀ। ଯୀଶୁ ରାଜା ଆମର ସର୍ବବଳେ ବଳିୟାର, ଯୀଶୁ ରାଜା ଆମର ସର୍ବବଳେ ବଳିୟାର, ନିଜ ବଳେ ଜୟ କଲେ ମୃତ୍ୟୁ ପାପାତ୍ମା ବଳ, ନିଜ ବଳେ ଜୟ କଲେ ମୃତ୍ୟୁ ପାପାତ୍ମା ଗଡ଼, ଯାଅ ବହନ ଭାଇ ଶୁଭ ସମ୍ବାଦ ନେଇ, ଯାଅ ବହନ ଭାଇ ଶୁଭ ସମ୍ବାଦ ନେଇ, ମୃତ୍ୟୁ ନାହୁଡ଼ ଭାଙ୍ଗି ସେ ହେଲେ ମୃତ୍ୟୁଞ୍ଜୟୀ, ମରଣ ବିଜୟୀ, ମରଣ ବିଜୟୀ, ମରଣ ବିଜୟୀ, ମରଣ ବିଜୟୀ। ଉଡ଼େ ଜୟ ପତାକା ବାଜେ ଉଠେ ମଧୁ ଗୀତିକା, ଉଡ଼େ ଜୟ ପତାକା ବାଜେ ଉଠେ ମଧୁ ଗୀତିକା, ପୁଲକିତ ହୁଏ ଚିତ ଫୁଟି ଉଠେ କଳିକା, ପୁଲକିତ ହୁଏ ଚିତ ଫୁଟି ଉଠେ କଳିକା, ଆଲୋକ ଭିତରି ଜୀବନ ସଞ୍ଚରି, ଆଲୋକ ଭିତରି ଜୀବନ ସଞ୍ଚରି, ସୟତାନ ବନ୍ଧନ ସେ ଦେଲେ ସେ ଯେ ଖୋଲି, ମରଣ ବିଜୟୀ, ହାଲେଲୁୟା, ପ୍ରେଜ୍ ଦ ଲର୍ଡ, ମରଣ ବିଜୟୀ, ମରଣ ବିଜୟୀ,
ମରଣ ବିଜୟୀ ଯେବେ ଦୁଃଖ ନଳ करे दाह हृद मोर जेबे दुख अनल करे दाह दुख मोर जिसु मुख चाहि सुख शांति पाए अपार जिसु मुख चाहि सुख शांति पाए अपार उठे छन्ते सेही कबर फिटाई हालेलुया उठे छन्ते सेही कबर फिटाई मृत्यु नाहुड भांगी सेले मृत्युंजयी मरण विजयी मरण विजयी मरण विजयी मरण विजयी मृत्यु नाहुड भांगी सेले मृत्युंजयी मरण विजयी मरण विजयी मरण विजयी मरण विजयी Hallelujah. Praise the Lord. Thank you, Lord. Thank you, Jesus. Thank you, Father. ସତରେ ଆମମାନଙ୍କ ପ୍ରଭୁ ସେ ମୃତ୍ୟୁର ନାହୁଡକୁ ଭାଙ୍ଗି ସେ ଉଠି ଅଛନ୍ତି ମାନଙ୍କର ସମସ୍ତର ପାପର ବୋଝକୁ ସେ କ୍ରୁଶରେ ଖଣ୍ଡନ କରିଅଛନ୍ତି ହାଲେଲୁୟା ପ୍ରେଜ୍ ଦ ଲର୍ଡ ପ୍ରେଜ୍ ଦ ଲର୍ଡ ଆସନ୍ତୁ ଏ ସମୟରେ ଆମେ ପ୍ରାର୍ଥନା କରିବା ପାଇଁ ଯିବା ଆମମାନଙ୍କର ଲିମା ମା ଅଛନ୍ତି ସୁଲୋଚନା ଲିମା ମା ପ୍ରେଜ୍ ଦ ଲର୍ଡ ମା କାବାଡାରୁ ଜଡିତ ହୋଇ ଅଛନ୍ତି ଆମମାନଙ୍କର ଲିମା ମା ପ୍ରେଜ୍ ଦ ଲର୍ଡ ସୁଲୋଚନା ମା ପ୍ରେଜ୍ ଦ ଲର୍ଡ ମା ଆମମାନଙ୍କୁ ଆଜି ଆରାଧନା କରି ଆମମାନଙ୍କର ପାଣି ଆଜ୍ଞା ପ୍ରାଣରଞ୍ଜନ ପାଣି ଆଜ୍ଞା ତାଙ୍କ ପାଇଁ ତାଙ୍କ ପରିବାର ପାଇଁ ତାଙ୍କ ସେବା କାର୍ଯ୍ୟ ପାଇଁ ପ୍ରାର୍ଥନା କରିବେ ବାକ୍ୟ ନେଇ ଆସୁଅଛନ୍ତି ଏଲେନ ବେହେରା ଦିଦି ତାଙ୍କ ପାଇଁ ପ୍ରାର୍ଥନା କରିବେ ଆଉ ହୋଷ୍ଟ ପାଇଁ ଆଉ ଆମେ ଯେତେ ଜଣ ଜଡିତ ଅଛୁ ପ୍ରତ୍ୟେକଙ୍କ ପାଇଁ ମା ପ୍ରାର୍ଥନା କରିବେ ଉପସ୍ଥିତ ପ୍ରତ୍ୟେକଙ୍କୁ ମୋର ଆନ୍ତରିକ ନମସ୍କାର ଜଣାଏ ନମସ୍କାର ଆସନ୍ତୁ ଆମେ ପ୍ରାର୍ଥନା କରିବା ମୃତ୍ୟୁଞ୍ଜୟୀ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତମରି ମହାନାମକୁ ଧନ୍ୟବାଦ କରୁଅଛି ପ୍ରଶଂସା ଗୌରବ ସ୍ତୁତି ବନ୍ଦନା କରୁଅଛି ପ୍ରଭୁ ତୁମେ ଯେ କେତେ ପ୍ରେମ କେତେ ଅନୁଗ୍ରହ କେତେ ଦୟା କଲ ପ୍ରଭୁ ଆମମାନଙ୍କୁ ମୁକ୍ତି ଦେବା ପାଇଁ ଆମମାନଙ୍କୁ ଶାନ୍ତି ଦେବା ପାଇଁ ଆମମାନଙ୍କର ପାପ କ୍ଷମା କରି ସେ ଅନନ୍ତ ରାଜ୍ୟରେ ପ୍ରବେଶ କରାଇବା ପାଇଁ ପ୍ରଭୁ ତୁମେ ମନୋଯୋଗୀ ହେଲ ଆମମାନଙ୍କ ନିମନ୍ତେ ପ୍ରଭୁ ସ୍ୱର୍ଗ ସିଂହାସନ ପରିତ୍ୟାଗ କରି ଜଗତକୁ ଓହ୍ଲାଇ ଆସିଲ ମଧ୍ୟ ହେ ପ୍ରିୟ ପ୍ରଭୁ କୃଷ୍ୟ ଯନ୍ତ୍ରଣା ସହି କବର ସହେଲ ମଧ୍ୟ ପ୍ରଭୁ କବର ତୁମକୁ ଧାରଣ କରି ପାରିଲା ନାହିଁ ପୁନରୁତ୍ଥିତ ହେଲ ପ୍ରଭୁ ଆମମାନଙ୍କ ନିମନ୍ତେ ପିତାଙ୍କ ନିକଟରେ ତୁମେ ପ୍ରାର୍ଥନା କରୁଛ ଏବଂ ପ୍ରଭୁ ଆମମାନଙ୍କର ପ୍ରାର୍ଥନା ତୁମେ ଶୁଣୁଛ ଏବଂ ପ୍ରାର୍ଥନାର ଉତ୍ତର ଦେଇ ଆମମାନଙ୍କୁ ସୁରକ୍ଷା କରି ଆଣୁଅଛ ଆତ୍ମାରେ ଉତ୍ତପ୍ତ କରୁଅଛ ବର୍ଦ୍ଧିଷ୍ଣୁ କରୁଅଛ ସେଥିପାଇଁ ତୁମରି ନାମକୁ ଧନ୍ୟବାଦ କରୁଅଛି ପ୍ରଭୁ ଆମମାନଙ୍କୁ ପ୍ରତ୍ୟେକଙ୍କୁ ତୁମେ ଦୟା କର ଅନୁଗ୍ରହ କର ଆମମାନେ ପ୍ରତ୍ୟେକ ଯେପରି ତୁମରି ସେଇ ମୃତ୍ୟୁ ଏବଂ ପୁନରୁତ୍ଥାନରେ ବିଶ୍ୱାସ କରୁଛୁ ଏବଂ ଭରସା କରୁଛୁ ମଧ୍ୟ ତୁମରି ବାକ୍ୟକୁ ଆମେ ପାଳନ କରିବାକୁ ପାରିବୁ ପ୍ରଭୁ ସେହି ମନ ଆତ୍ମା ମାନଙ୍କୁ ପ୍ରତ୍ୟେକଙ୍କୁ ତୁମେ ପ୍ରଦାନ କର ବୋଲି ପ୍ରାର୍ଥନା କରୁଛୁ କାରଣ ଆମମାନେ ପାପ ଜଗତ ମଧ୍ୟରେ ବସବାସ କରୁଛୁ
प्रति मुहूर्त प्रति समय प्रभु आम जीवन मध्य पाप आसी प्रवेश करें आम पाप कर प्रभु तुमरी से कृषि रक्त आम सकल अपराध तुम्हें क्षमा कर मार्जना कर एवं आम प्रस्तुतिर जीवन दियो बोली तुम निकट प्रार्थना करुच्ची प्रभु धन्यवाद करुच्ची समय मध्य तुमरी दास प्रभु तुमरी उद्देश्य स्तुति आराधना कर प्रभु तुम्हें शुणी अछ गौरवान्वित हो धन्यवाद करुच्ची से दास को परिवार को मध्य तुम्हें बहुल भाव आशीर्वाद कर तांकर सेवा कार्य मध्य तुम्हें आशीर्वाद मंगल दया कर बोली प्रार्थना करुच्ची मध्य ए समय मध्य जो दास तुमरी वाक्य नहीं आसुअछंती तांकु मध्य तुम्हें बहुल भाव आशीर्वाद कर मंगल कर दया कर प्रभु पवित्र आत्मार शक्ति सहायता तुम्हें प्रदान कर तुमरी पवित्र वाक्य को बुझीबा पाए एवं प्रकाश करिबा पाए प्रभु तुमरी आत्मार साहाय्य तुम्हें प्रदान कर बोली तुम निकट प्रार्थना करुच्ची तुमरी दासी परिचालना करुछंती तांको मध्य प्रभु तुम्हें आशीर्वाद कर तांकर सकल कार्य परिवार तुम्हें आशीर्वाद मंगल दया कर बोली प्रार्थना करुच्ची आमने जेतेक उपस्थित अच्छु आम को मध्य तुम्हें आशीर्वाद कर आमने जेपरी मनोयोग सहित भय भक्तिर सहित तुमरी पाद तले बसी प्रभु तुमरी वाक्य शुणी ग्रहण करने को पारिबु से ही मन आत्मा हृदय आम को तुम्हें प्रदान कर समस्त गौरव पूजा प्रशंसा केवल तुमको दे मोर त्राणकर्ता प्रभु जीशु नाम रे सामान्य भिक्षा मागिले बापा आमेन। धन्यवाद माँ बोझर सहित समस्त विषय प्रार्थना करी आम आशीर्वाद मागी देइछंती प्रभु आपण परिवार को सेवा कार्य प्रभु बहुल बहुल भाव आशीर्वाद करंतु आसंतु आमे वाक्य शुणा जावा मानकर समस्त कार्य सरी अच्छी आम मुख्य विषय को आसी जाइछु जो वाक्य की जीवन अच्छी जो वाक्य की आम अनंत जीवन अधिकारी करे जो वाक्य की मधु मधु चाक ठारू सुनिष्ठ आउ जो वाक्य द्वारा कि आम परित्राण पाई परिबा उद्धार पाई परिबा मुक्ति पाई परिबा से जीवंत पवित्र वाक्य आम शुणा पाई जिबा से वाक्य नहीं आम आसुअछंती बेहेरा दीदी आपण माने जानती से अति सुवक्ता आउ तांको वाक्य मन छुआ हृदय सर्सी आउ जेतेबेले से वाक्य कहती वाक्य लिखित हो रही जाए आउ अति नुआ गुड़ाक नुआ वाक्य गुड़ाक नहीं आसती आउ से कथा कहती मुझे कहे वाक्य लिखा जाए शुभ प्रचारिका माने महाबाहिनी अटंती आहीपरि प्रभुंकर लोक मान प्रभु माँ मान व्यवहार करी जगत रखी अच्छा शुभ प्रचारिका भाव से सैनिक भाव व्यवहार करुँच प्रभु से शक्ति दे अच्छा बल दे अच्छा प्रभु वाक्य कहवा निमंते अनेक हजार मान लाभ करने निमंते यही से शक्ति दे अच्छा अभिषेक से कही नुहति आम प्रभुंकर दासी से ही भली शक्ति प्रभु दे आसी अच्छा से आमर जनाशुना आमर बेहेरा दीदी मो प्रभु श्रीकृष्ण नाम मु सम्मुख को आह्वान करे आ से सम्मुख को आसबे आम प्रभुंकर वाक्य शिक्षा परामर्श दान करेंगे दीदी जिते सम्मुख को आसबे आम करताल सहित दीदी को स्वागत जनाइबा। नमस्कार दीदी। प्रेज द लॉर्ड। प्रेज द लॉर्ड। थैंक यू सो मच। प्रभु को महान नाम को धन्यवाद दउची। प्रभु पुनर्बार सुंदर सुजोग करि देचंती आपण मानकर गहन रे प्रभुंकर वाक्य नहीं आसबा पई सेति पई प्रभुंकर धन्यवाद करूची। पीटर आज्ञा को भी धन्यवाद दउची मो पई भी सुंदर सुजोग करि देचंती ए वाक्यर सहभागिता पाइबा पई प्रभु तांक मध्य बहुल भाव रे आशीर्वाद करंतु। आज आमको जते जण प्रार्थना रे वर्शिप रे आउ प्रिजाइडिंग करूथिया मोहिनी सिस्टर साहाय्य करिचंती समस्त को मध्य प्रभु आशीर्वाद करंतु। मोर कोनोसी योग्यता नहीं प्रभु महान प्रभु ये कथा कहंती आज मध्य से कोन कहबा को चाहछंदी आमे माने जानिबा को जिबा तेबे से पुनरुत्थित प्रभु जीशुंक नाम रे आपण जते जण उपस्थित अछंदी प्रत्येक को मध्य मोर ख्रीष्ट प्रेम नमस्कार जणाए। प्रभु पुनरुत्थित हेइछंती बोली आज आमे माने एकत्रित हेइ पारुछु हमर प्रभु जीवित का आमे इभଳି सहभागिता पाई पारुछु सत्य आत्मा रे प्रभुंकर उपासना करि पारुछु आराधना करि पारुछु मन खुली कि हमर कथा आमे कहि पारुछु। तबे ए पुनरुत्थान प्रभु हेबा द्वारा ही हमर गोटे आशा रही गोटे भरोसा रही आउ कौन ना आमे मंडली हेचु प्रभुंकर शरीर मध्य आमे माने हेइ पारिछु। प्रभु पुनरुत्थित हेबा द्वारा नूतन नियम मध्य आमे
पाई पारिचु एइथिरे अनेक विषय गुड़िक आमे देखिबाकु पारुचु जेहेतु जीशु पुनरुत्थित बहुत सुंदर जेतेबेले आज्ञाଙ୍କ ଠାରୁ ଶୁଣୁଥିଲି ଆମେ ପ୍ରଭୁ ଯୀଶୁଙ୍କର ଏଇ ପୁନରୁତ୍ଥିତ ପୁନରୁତ୍ଥାନ ପରେ ମଧ୍ୟ ତାଙ୍କର ସେଇ ସପ୍ତ ବାଣୀ ଉପରେ ଆମେ ମାନେ ଆଲୋଚନା କରିବାକୁ ଯିବୁ ବୋଲିକା ନିଶ୍ଚିତ ଭାବରେ ଏଇ ସବୁ ଗୁଡିକ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ ଆଉ ପ୍ରଭୁ ଏହା ଦ୍ୱାରା ହିଁ ଆମକୁ କଥା କହିବା ପାଇଁକା ତାଙ୍କର ବାକ୍ୟ ଦ୍ୱାରା ହିଁ ପ୍ରଭୁ ଆମ ସହିତ କଥା ହେବାକୁ ଚାହିଁଥାନ୍ତି ତେବେ ଆସନ୍ତୁ ଆଜି ଆମେ ଯେମିତି ଜାଣିଛୁ ଆଜିର ଟପିକ ହଉଛି ତୁମ୍ଭ ମାନଙ୍କର ଶାନ୍ତି ହେଉ ଯୋଉଟା କି ଆପଣ ମାନେ ପାଇବେ ଯୌବନ ତାର 20 ପର୍ବ 19 ପଦ 19 ପଦରେ ବି ଲେଖା ଯାଉଛି ତୁମ ମାନଙ୍କର ଶାନ୍ତି ହେଉ 21 ପଦରେ ବି ଲେଖା ଯାଉଛି ଆଉ 26 ପଦରେ ବି ଲେଖା ଯାଉଛି ତେବେ ଆପଣ ଖାଲି 19 ପଦ ପଢି ସାହାଯ୍ୟ କଲେ ଭଲ ଥିବ ସେହି ଦିନ ସେଇ ଅର୍ଥାତ୍ ସପ୍ତାହର ପ୍ରଥମ ପଢେ ମା ପଢେ ସେହି ଦିନ ଅର୍ଥାତ୍ ସପ୍ତାହର ପ୍ରଥମ ଦିନ ସନ୍ଧ୍ୟା ସମୟରେ ଯେତେବେଳେ ଶିଷ୍ୟମାନେ ଯେଉଁ ଗୃହରେ ଥିଲେ ସେଥିର ଦ୍ୱାର ଗୁଡିକ ଯିହୁଦୀ ମାନଙ୍କ ଭୟରେ ରୁଦ୍ଧ ଥିଲା ସେତେବେଳେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ ସେମାନଙ୍କୁ କହିଲେ ତୁମ୍ଭ ମାନଙ୍କର ଶାନ୍ତି ହଉ ଆମେ ମତେ ପ୍ରାର୍ଥନା କରିବି ତାପରେ ଆମେ ବାକ୍ୟ ମଧ୍ୟକୁ ପ୍ରବେଶ କରୁଛୁ ଅତ୍ୟନ୍ତ ପ୍ରେମିକ ଦୟାଳୁ ସ୍ୱର୍ଗୀୟ ପିତା ତୁମର ପବିତ୍ର ମହାନ ନାମର ଧନ୍ୟବାଦ ଦଉଛୁ ବାପା ସୁନ୍ଦର ସୁଯୋଗ କରିଦେଲ ତୁମରି ଚରଣ ନିକଟରେ ବସିବୁ ତୁମରି ମୁଖ ନିସୃତ ବାକ୍ୟ ଶୁଣିବୁ ଏହି ସମୟରେ ନିଜକୁ ତୁମରି ହସ୍ତରେ ସମର୍ପଣ କଲି ପ୍ରଭୁ ତୁମେ ଆମ ସମସ୍ତଙ୍କର ସହବର୍ତ୍ତୀ ପରମେଶ୍ୱର ଓ ପ୍ରଭୁ ତୁମେ ହିଁ ମୁଖପାତ୍ର ହେଇ କଥା କୁହ ପ୍ରତ୍ୟେକଟି ଡିଭାଇସକୁ ତୁମେ ଅନୁଗ୍ରହ ପ୍ରଦାନ କର ପ୍ରଭୁ ଶ୍ରୋତା ପ୍ରତ୍ୟେକ ବନ୍ଧୁଗଣକୁ ତୁମେ ଆଶୀର୍ବାଦ କର ନିଜକୁ ସମର୍ପିତ ହୋଇ ଉପସ୍ଥିତ ପ୍ରତ୍ୟେକଙ୍କୁ ତୁମରି ହସ୍ତରେ ଦେଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି ତ ଏଇ ସ୍ଥାନରେ ଆମେ ଦେଖୁଛୁ ପ୍ରଭୁ ଯୀଶୁ କେମିତି ଆସୁଛନ୍ତି ନା ଗୃହ ଗୁଡିକର ଦ୍ୱାର ରୁଦ୍ଧ ହେଇଥିଲା ସେଇ ସମୟରେ ପ୍ରଭୁ ଆସିକି ମଧ୍ୟସ୍ଥଳରେ ଠିଆ ହଉଛନ୍ତି ପ୍ରଥମ ବିଷୟ କହିବାକୁ ଚାହିଁବି ପୁନରୁତ୍ଥିତ ଶରୀର ଏମିତି ଆମ ପରି ରକ୍ତ ମାଂସର ଶରୀର ନଥିବ ମାନେ ଆମେ ବନ୍ଦ ଥିଲେ ବି ଆମେ ଯିବା ଆସିବା କରିପାରୁଥିବ ତ ସେଇଠି ଦ୍ୱାର ବନ୍ଦ ହେଇଥିବା ସମୟରେ ପ୍ରଭୁ ଯୀଶୁ ଆସିକି ସେମାନଙ୍କ ମଧ୍ୟରେ କଣ ହଉଛନ୍ତି ନା ଉପସ୍ଥିତ ପୁନରୁତ୍ଥିତ ଶରୀରର ଗୋଟେ ଭିନ୍ନତା ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଅଟେ ଯାହାକି ପ୍ରଭୁ ଯୀଶୁ ମଧ୍ୟ ଆମକୁ ଦେବା ପାଇଁକା ଯାଉଛନ୍ତି ଏ ଶରୀର ପାଇଁ କୌଣସି ଦ୍ୱାର ବନ୍ଦ କରିକି ରଖିପାରିବନି କୌଣସି ସ୍ଥାନକୁ ଆମେ ଯାଇପାରିବୁନି ବୋଲି ଏମିତି କିଛି ବିଷୟ ରହି ନଥିବ ଖାଇବା ବିଷୟରେ ବି ସେମିତି ଭୋକ ଲାଗୁନଥିବ ତୃଷା ଲାଗୁନଥିବ ଅତି ସୁନ୍ଦର ଏକ୍ସପିରିଏନ୍ସ ର ଏଇଟା ଶରୀର ଅଟେ ତେବେ ଯାହା ହଉ ପ୍ରଭୁ ସେମାନଙ୍କ ପାଖକୁ ଆସୁଛନ୍ତି ଆଉ ଏ ଶିଷ୍ୟ ମାନଙ୍କର ଅବସ୍ଥା ଦେଖୁଛୁ ସେମାନେ ଭୟରେ ଯିହୁଦୀ ମାନଙ୍କ ଭୟରେ ସେମାନେ କଣ କରୁଛନ୍ତି ଦରବାଜା ବନ୍ଦ କରିକି ସେମାନେ ଅଛନ୍ତି ତ ଏମାନଙ୍କୁ ଯଦି ପ୍ରଭୁ ଯୀଶୁଙ୍କର କୌଣସି କଥା ସେମାନଙ୍କୁ ସାନ୍ତ୍ୱନା ଦେଇପାରିବ ସେଇଟା ହଉଛି ଶାନ୍ତି ହେଉ ବୋଲି କାରଣ ସେମାନେ ସେଇ ସମୟରେ ବହୁତ ଭୟଭୀତ ଅବସ୍ଥାରେ ରହିଛନ୍ତି ଆଉ ଗୋଟେ ଚିନ୍ତାରେ ରହିଛନ୍ତି ଭୟ କହିଲେ ଯିହୁଦୀ ମାନଙ୍କର ଭୟ ଦ୍ଵିତୀୟରେ ହଉଛି କଣ ଗୋଟେ ଚିନ୍ତା ଆମର ପ୍ରଭୁ ଥିଲେ ପ୍ରଭୁ ଆମକୁ ନାହାନ୍ତି ଅବି ଆମ ପାଖରେ ଆମର ଗୁରୁ ଯିଏ ଆମକୁ ଡାକିଲେ ଆମେ ସବୁ କିଛି ପରିତ୍ୟାଗ କରିକି ଆସିଲୁ ଅବି ସିଏ ନାହାନ୍ତି ଅବି ଆମର କଣ ହବ ଏମିତି ଗୋଟେ ଚିନ୍ତା ସେମାନଙ୍କ ମଧ୍ୟରେ ରହିଛି ଆଉ କଣ ପ୍ରଭୁ ଜାଣିଛନ୍ତି ଯେ ତାଙ୍କର ଶିଷ୍ୟ ମାନଙ୍କୁ ଆଗାମୀ ସମୟରେ କେତେ କଷ୍ଟ କେତେ କ୍ଲେଶ ଦେଇକି ଯିବାକୁ ପଡିବ ତ ଏଇଭଳି ସମୟରେ ତାଙ୍କୁ ଶାନ୍ତି ରହି ଆବଶ୍ୟକ ରହିଛି ତେବେ ମୁଁ ଯେମିତି କହିଲି 19 ପଦରେ ଦେଖିଲୁ ଆମେ ଶାନ୍ତି ବୋଲି 21 ପଦରେ ଆମେ ଦେଖିଲୁ ଅବଶ୍ୟ ଏଇ ଗୋଟିଏ ପର୍ବରେ ଲେଖା ହେଇଛି କିନ୍ତୁ 8 ଦିନ ପରର ଘଟଣା 26 ପଦରେ ଆମେ ପାଉଛୁ ତ ଗୋଟିଏ ବିଷୟ ଯେତେବେଳେ 3 ଥର ଉଲ୍ଲେଖ କରାଯାଏ ତାର ଗୁରୁତ୍ୱ ବେଶୀ ବଢିଯାଏ ପ୍ରଥମ ବିଷୟ ଯଦି ପ୍ରଥମ ଥର ଶାନ୍ତି ହେଉ କୁହାଯାଏ ସେଇଟା ହଉଛି ଇମ୍ପୋର୍ଟାଣ୍ଟ ଯଦି ସେଇଟାକୁ ଦ୍ୱିତୀୟ ଥର କୁହାଯାଏ ଭେରି ଇମ୍ପୋର୍ଟାଣ୍ଟ ଯଦି ସେଟାକୁ ତୃତୀୟ ଥର କୁହାଯାଏ ଭେରି ଭେରି ଇମ୍ପୋର୍ଟାଣ୍ଟ ମାନେ ଅତୀବ ଗୁରୁତ୍ୱପୂର୍ଣ୍ଣ ହଉଛି ଏଥିରୁ ଆମେ ଜାଣିପାରୁଛୁ ଏ ଶାନ୍ତିଟା
गोटे बहुत गुरुत्वपूर्ण शब्द अटे जोटा कि आमको प्रभु देवा चाहते से शांति ए जगतर कौन से विषय कौन से व्यक्ति आमको दे पारिबो नहीं ए शांतिर अनुभूति संपूर्ण भाव भिन्न अटे आउ एटा किए दे पारिबे केवल जे शांतिर राजा ही से आमको शांति दे पारिबे तेणु करी से दिन शांतिर राजा ही से पाखरे आसिकी से मानकु कौन कहउचंदी तुम्भ मानकर शांति साधारण व्यक्ति के कहूनाहांती जे शांतिर राजा आमे जानिचु जिसा 9 पर्वर 6 पदरे से होचंती शांतिर राजा तांको नाम रखिबो आश्चर्य मंत्री पराक्रांत परमेश्वर आउ शेषरे लेखा जाउची शांतिर राजा बोली तेबे एई शांतिर निश्चित भावरे आज आमको मध्य आवश्यक रही तेणु करी जेतेबेले आमे प्रभुंक निकटवर्ती हेइताउ प्रभुंक ठारे विश्वास ए पुनरुत्थित जीशुंक उपरे विश्वास करिथाउ ए शांति को आमे माने लाभ करिथाउ तेबे प्रभुंक जीवन रे मध्य आमे देखिबा किछि घटना जोटा कि तांको केते शांत रखि पारिथिला शांत रखिथिबा शांत थिबा व्यक्ति ही शांति देई पारंती शांतिर राजा ही हमको शांति दे पारंती तो प्रथम विषय आमे देखिबा जेतेबेले प्रभु जीशु 12 वर्षर अछंती पिता माताଙ୍କ सहित जेरुसालेम मंदिर को जाउचंती से समय पर्व पाळिबा पई जाउचंती पर्व सारी की फेरिला बेलको प्रभु जीशु कोन करूचंती ना मंदिर रे से रही जाउचंती आउ पिता माता कोन करूचंती पळी आसुचंती तापर 3 दिन परे पुओंकु पाउचंती सेटा हमें जानिचु लुक 2 पर्व 43 पद रु 47 पद परे देखिबा तो एटा रे लेखा जाउची प्रभु जीशु मंदिर रे रही जाउचंती तो गोटे 12 वर्षर पिला से पिता माता ठारू रही जाइचंती अलगा हेकी तथापि से शांति रे रही चंती मु सेटा भाबुली केमिति बसी की आश्चर्य आजिका डेट रे देखिबे ए पिला मानकु केते माने चर्च गले भी से मन टिके शांति रे बसु नथिबे एते अस्थिरता तांको मध्यरे थिबो दस्तर जाउथिबे आसुथिबे खाइबा ए भली सब किंतु प्रभु केते सुंदर शांति रे से रहिचंती आ पंडित मानक सहित से कोन करूचंती ना कथा वार्ता से करूचंती एमिति कथा वार्ता जे पंडित माने मध्य आश्चर्य हे जाउचंती तो ताको सेई छोटो बेलु ही आमे देखुचु शांतिर राजा हे कि जन्म लाभ करूचंती आ केते प्रतिकूल परिस्थिति मध्यरे मध्य से शांति देकी जाउचंती तापरे द्वितीय घटना को जेतेबेले आमे पळी आसीबु मार्क 4 पर्व 35 पद रु 41 पद सेठी आमे माने जानुचु प्रभु जीशु कोन करूचंती ना सेई नौका रे जेतेबेले यात्रा करूचंती से सोई पडुचंती आ जेतेबेले से सोई पडुचंती से समय रे बहुत प्रबल तूफान होची आ शिष्य माने तांको उठे की कहउचंती हे प्रभु आमे मल्लू आपनकर कोन चिंता नाही टिके खाली पढी दबा मार्क 4 पर्वर 38 पद मार्क 4 पर्व 38 फल उत्पन्न ସେତେବେଳେ ନୌକାର ପଛ ମଙ୍ଗରେ ମୁଚୁଳାରେ ମୁଣ୍ଡ ଦେଇ ଶୋଇ ପଡିଥିଲେ ଆଉ ସେମାନେ ତାହାଙ୍କୁ ଉଠାଇ କହିଲେ ହେ ଗୁରୁ ଆମେ ମଲୁ ଆପଣଙ୍କର କଣ ଚିନ୍ତା ନାହିଁ देखंतु माने एते शिष्य माने जो माने नौका सहित जो माने पानी सहित जो माने पवन सहित परिचित सेई लोक माने एठी कोन होचंती ना भय करि जाउचंती आ कहउचंती जे हे गुरु आमे मल्लू आपनकर कोन चिंता नै ता माने केते जोरे से दिन प्रतिकूल विषयटी से दिन घटिथिला तथापि प्रभु को आमे देखुचु से कोन करिचंती ना सोई पड़िचंदी अनेक कहती सोईबार जानिथिले किंतु सेमती प्रभु देखुथिले एमानकु तो जहाँ भी हो एटी प्रभु शरीर रे से समय थिले आओ क्लांत हो जाइचंती सोई पड़िचंती तो कहिबार उद्देश्य से भी मनुष्य थिले से भी शिष्य मानक परि भयभीत हेई पारी थाते किंतु से केते निश्चित रे प्रभु सोईचंती माने आमे सेटा ही देखिबु एठु जेहेतु से शांतिर राजा कौन सी विषय अशांतिकर परिस्थिति प्रतिकूल परिस्थिति तांकु एपट सेपट करि पारुनी तांकु हलेई पारु नाही
ତ ସେଇଭଳି ଶାନ୍ତି ଆମର ପ୍ରଭୁଙ୍କ ପାଖରେ ରହିଛି। ପରିସ୍ଥିତି ଯାହା ହେଉନା କାହିଁକି, ଯିଏ ଭୟଭୀତ ହେଉନା କାହିଁକି, ମୁଁ ଭୟଭୀତ ନ ହେବାର କଥା। ଏଇଭଳି ଶାନ୍ତି ବି ପ୍ରଭୁ ଦେବା ପାଇଁକା ଚାହାନ୍ତି। ତ ଏଇଟା ଆମେ ପ୍ରଭୁଙ୍କର ଜୀବନରୁ ଦ୍ଵିତୀୟ ବିଷୟରେ ଦେଖୁଛୁ। ତୃତୀୟ ବିଷୟରେ ଆମେ ମାନେ ଦେଖିବା ଟିକେ ଯୋହନ ତାର 14 ପର୍ବ 27 ପଦ। ମୁଁ ତୁମ୍ଭମାନଙ୍କୁ ଶାନ୍ତି ଦାନ କରି ଯାଉଅଛି, ମୋହର ନିଜର ଶାନ୍ତି ତୁମ୍ଭମାନଙ୍କୁ ଦାନ କରୁଅଛି। ଜଗତ ଯେପରି ଦାନ କରେ, ମୁଁ ତୁମ୍ଭମାନଙ୍କୁ ସେହିପରି ଦାନ କରୁନାହିଁ। ତୁମ୍ଭମାନଙ୍କ ହୃଦୟ ଉଦ୍ବିଗ୍ନ କି ଭୟଗ୍ରସ୍ତ ନ ହେଉ। ଆମେନ୍। ତ ଏଇଠି ଆମେ ଦେଖୁଛୁ, ମୁଁ ତୁମ୍ଭମାନଙ୍କୁ ନିଜର ଶାନ୍ତି ଦାନ କରିକି ଯାଉଅଛି। ସେଇ ଶାନ୍ତି କଣ, ସେ ଯାହା ଅନୁଭବ କରୁଛନ୍ତି ସେଇଟାକୁ ଆମେ ବର୍ଣ୍ଣନା କରିବା କଷ୍ଟ ଅଟେ। ଏଇଟା ହଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଶେଷ ରାତିର କଥା ଗୁଡିକ। ଯଦି ଆମେ ଦେଖିବୁ 16 ପର୍ବ ପର୍ଯ୍ୟନ୍ତ ଯୋହନରେ, ସେଇଟା ପ୍ରଭୁ ଯୀଶୁଙ୍କର ଶେଷ ରାତ୍ରର କଥା, ଯାହାକି ତାଙ୍କର ଶିଷ୍ୟମାନଙ୍କ ପାଇଁ ଶେଷ ବାର୍ତ୍ତା ଅଟେ। ଶେଷ ବାର୍ତ୍ତା। ପ୍ରଭୁ ଯୀଶୁ ଜାଣିଛନ୍ତି ରାତି ସାରା ତାଙ୍କୁ ମାଡ଼ ମାରିବେ ବୋଲିକା। ଏମିତି ସାଧାରଣ ନୁହଁ, କୋରଡା ପ୍ରହାର କରାଯିବ ପ୍ରଭୁ ଜାଣିଛନ୍ତି। ରାତି ସାରା ପ୍ରଭୁଙ୍କୁ ଘୋଷାଡି ନେବେ। କୋଉଠୁ ନା ମହାଯାଜକଙ୍କ ପାଖରୁ, ପିଲାତଙ୍କ ପାଖରୁ। ପିଲାତ କହିବେ ନାଇଁ ମୋର ନାଇଁ, ହେରୋଦଙ୍କ ପାଖକୁ। ଏଇଭଳି ପ୍ରଭୁ ଯୀଶୁଙ୍କୁ ଘୋଷଣା, ଏପଟୁ ସେପଟ, ଏଇଠାରୁ ଏଇ ସ୍ଥାନରୁ ସେ ସ୍ଥାନ ଘୋଷଣା ଯିବ। ଏଇଟା ବି ପ୍ରଭୁ ଜାଣିଛନ୍ତି। ଆଉ କଣ ନା, ପ୍ରଭୁ ଜାଣିଛନ୍ତି ସକାଳେ ମତେ କ୍ରୁଶରେ ଟଙ୍ଗା ଯିବ, ସମର୍ପିତ ମତେ କରାଯିବ। ତଥାପି ସେ କହୁଛନ୍ତି କି ଶାନ୍ତି, ମୁଁ ମୋର ଶାନ୍ତି ଦେଇକି ଯା। କିଭଳି ଏଇଟା ସମ୍ଭବ ହେଇପାରେ? କେତେ ଆଶ୍ଚର୍ଯ୍ୟର ବିଷୟ। ମାଡ଼ ଖାଇବେ, ଅନ୍ୟାୟ କରାଯିବ ଜାଣୁଛନ୍ତି, ନିନ୍ଦା ଅପମାନ ପାଇବାକୁ ଜାଣୁଛନ୍ତି, ମତେ ଏଇ ସବୁ ଘଟିବାକୁ ଅଛି, ସମସ୍ତେ ଛାଡିଦେବେ ସେଇଟା ବି ଜାଣିଛନ୍ତି, ତାଙ୍କର ଶିଷ୍ୟ ଜଣେ ତାଙ୍କୁ ବିକିଦେବ। ତଥାପି ସେ କହୁଛନ୍ତି ମୋର ଶାନ୍ତି ତମକୁ ଦଉଛି ବୋଲି। ତ ଏଇ ସ୍ଥାନରେ ଆମେ ଦେଖୁଛୁ ଯୀଶୁ ଖ୍ରୀଷ୍ଟଙ୍କର ଗୋଟେ ଈଶ୍ୱରୀୟ ଶାନ୍ତି, ଡିଭାଇନ ପିସ୍ ତାଙ୍କ ନିକଟରେ ରହିଅଛି, ସମ୍ପୂର୍ଣ୍ଣ ଭାବରେ ଅଲଗା। ଜାଗତିକ ଭାବରେ ଆମେ କଣ ଭାବୁ? ଯଦି ଆମ ପାଖରେ ଜଗତର ସମସ୍ତ ପ୍ରାଚୁର୍ଯ୍ୟ ଅଛି, ତେବେ ଆମ ପାଖରେ ଶାନ୍ତି ଅଛି। ଯଦି ଜାଗତିକ ଭାବରେ ଆମର ଅଭାବ ସବୁ ପୂର୍ଣ୍ଣ ହେଇଛି, ଆମ ପାଖରେ ଶାନ୍ତି ଅଛି। ଯଦି ମୋର କିଛି ସମସ୍ୟା ହିଁ ନାହିଁ, ତାହେଲେ ମୋ ପାଖରେ କଣ ଅଛି ନା ଶାନ୍ତି ଅଛି। ଯଦି ମତେ ପ୍ରେମ କରୁଥିବା ଲୋକମାନେ ମୋ ପାଖରେ ଅଛନ୍ତି, ମତେ ଏଇଟା ଜାଗତିକ ଦୃଷ୍ଟିକୋଣ କଥା ମୁଁ କହୁଛି, ମୋର ଶାନ୍ତି ଅଛି ବୋଲି ଆମେ ମନେ କରିଥାଉ। କି ଆଉ ଆମର ଯଦି ଲୋକମାନେ ପ୍ରଶଂସା କରନ୍ତି, ସବୁବେଳେ ଲୋକମାନେ ଆମକୁ ହିଁ ତାରିଫ କରୁଥିବେ, ତାହେଲେ ଆମର ଶାନ୍ତି ଅଛି ବୋଲି, ହଁ ଆମେ ଶାନ୍ତିରେ ରହିପାରୁଛୁ ବୋଲି ଭାବୁଛୁ। କିନ୍ତୁ ଆଉ ଯେତେବେଳେ ଆମେ ସୁଖ୍ୟାତି ଲାଭ କଲେ, ତ ସେଇଟାକୁ ବି ଆମେ ଭାବୁ କଣ ନା ଶାନ୍ତି ମୋ ପାଖରେ ଅଛି। ତ ଏଇଟା ହଉଛି ଜଗତର ଲୋକମାନଙ୍କର ଧାରଣା। କିନ୍ତୁ ପ୍ରଭୁଙ୍କ ଧାରଣା ଦେଖୁଛୁ, ପ୍ରଭୁଙ୍କ ବିରୁଦ୍ଧରେ କଥା କହୁଛନ୍ତି, ବିକ୍ରି କରିଦେଉଛନ୍ତି ଜଣେ ଶିଷ୍ୟ, କଷ୍ଟ ଯନ୍ତ୍ରଣା ତାଡନା ଦେଇକି ଯିବା ବେଳେ ବି ପ୍ରଭୁ କହୁଛନ୍ତି ମୋର ଶାନ୍ତି ମୁଁ କଣ କରୁଛି ନା ତମକୁ ଦେବାକୁ ଚାହୁଁଛି, ଦେବାକୁ। ଏଇ ଶାନ୍ତି ସମ୍ପୂର୍ଣ୍ଣ ଭିନ୍ନ ଅଟେ, କେହି ଦେଇପାରିବନି। ଯେଭଳି ଆଗେ କହିଲି, ଏଇ ଶାନ୍ତି ଆମେ ପଇସା ଦେଇକି ବି କିଣି ପାରିବୁନି, କି କାହା ପାଖରେ, କେବଳ ପ୍ରଭୁ ଯୀଶୁଙ୍କ ପାଖରେ ଏ ଶାନ୍ତି ମିଳିଥାଏ। ଯଦି ଆମେ ଯୋହନ 16 ପର୍ବ 32 ପଦ ଆଉ 33 ପଦ ଦେଖିବା, ସେଇ ସ୍ଥାନରେ ମଧ୍ୟ କହୁଛନ୍ତି, ଯୋହନ 16ର 32 ଆଉ 33, ଦେଖ ସମୟ ଆସୁଅଛି, ହଁ ଆସିଲାଣି, ଯେତେବେଳେ ତୁମ୍ଭେମାନେ ଛିନ୍ନ ଭିନ୍ନ ହୋଇ ପ୍ରତ୍ୟେକେ ଆପଣା ଆପଣା ଘରକୁ ପଳାଇଯିବ, ଆଉ ମତେ ଏକାକୀ ପରିତ୍ୟାଗ କରିବ। ତଥାପି ମୁଁ ଏକାକୀ ନୁହେଁ, କାରଣ ପିତା ମୋ ସଙ୍ଗରେ ଅଛନ୍ତି। ତୁମ୍ଭେମାନେ ଯେପରି ମୋ ଠାରେ ଶାନ୍ତି ପ୍ରାପ୍ତ ହୁଅ, ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହି ସବୁ ବିଷୟ କହୁଅଛି। ଜଗତରେ ତୁମ୍ଭମାନଙ୍କ ନିମନ୍ତେ କ୍ଲେଶ ଅଛି, କିନ୍ତୁ ସାହସ ଧର, ମୁଁ ଜଗତକୁ ଜୟ କରିଅଛି।
ଆମେନ୍। ତ ଏଇଠି ଦେଖୁଛୁ ପୂର୍ବବର୍ତ୍ତୀ ପଦରେ ପ୍ରଭୁ ଜାଣିଛନ୍ତି ସବୁ ମତେ ଛାଡିକି ପଳେଇ ଯିବ, ମତେ ଏକାକୀ ରହିବାକୁ ଅଛି, କିନ୍ତୁ କାହିଁକି ପିତା ମୋ ସଙ୍ଗରେ, ସମସ୍ତେ ପରିତ୍ୟାଗ କରିବେ କିନ୍ତୁ ପିତା ମୋ ସଙ୍ଗରେ ଅଛନ୍ତି ବୋଲି ପ୍ରଭୁ ଜାଣିଛନ୍ତି। ପୁଣି ସେଇ ସ୍ଥାନରେ ଆଉ ଥରେ କହୁଛନ୍ତି ଶାନ୍ତି ପ୍ରାପ୍ତ ହୁଅ ବୋଲି। ଏଇ ଶାନ୍ତି ପ୍ରଭୁ ଆଉ କୃଷାର୍ପିତ ହେବା ପୂର୍ବରୁ ବି ତାଙ୍କ ଶିଷ୍ୟ ମାନଙ୍କୁ କହିକି ଯାଉଛନ୍ତି, କାରଣ ସେ ଜାଣନ୍ତି ତାଙ୍କର ଶିଷ୍ୟ ମାନେ ଯୋଉ ସମ୍ମୁଖୀନ ହେବାକୁ ଯାଉଛନ୍ତି ଆଗାମୀ ଦିନରେ, ଯେ ସମସ୍ତ ବିଷୟ ଗୁଡିକ ସମ୍ମୁଖୀନ ହେବାକୁ ଯାଉଛନ୍ତି, ତାଙ୍କୁ କେବଳ ଗୋଟିଏ ବିଷୟ ଶାନ୍ତ କରିପାରିବ ମୋର ଶାନ୍ତି ବୋଲି। ତେଣୁକରି ଏଇଠି ଆଉ ଥରେ ବି କହୁଛନ୍ତି ତମେ ମାନେ ଶାନ୍ତି ପ୍ରାପ୍ତ ହୁଅ। ଆଉ କହିଲା ବେଳେ କହୁଛନ୍ତି ଜଗତରେ ତୁମ୍ଭ ମାନଙ୍କ ନିମନ୍ତେ କ୍ଲେଶ ଅଛି। ପ୍ରଭୁଙ୍କ ପ୍ରିୟ ମାନେ, ଆଜିକା ଡେଟ ରେ ପ୍ରଭୁଙ୍କର ଶିଷ୍ୟ ଶିଷ୍ୟା ଜଗତରେ ଆମେ ଅଛୁ। ତ ଆମ ପାଇଁକା ମଧ୍ୟ ଜଗତ ଏଇ ଶାନ୍ତି ଆଭେଲେବୁଲ, ଏଇ ଶାନ୍ତି ମଧ୍ୟ ଆମେ ପ୍ରାପ୍ତ ହେଇକି ଶାନ୍ତିରେ ରହିବା ପାଇଁ ପ୍ରଭୁ ଚାହାନ୍ତି, କାରଣ ଆମ ପାଇଁକା ଜଗତରେ କ୍ଲେଶ ଅଛି। ସମ୍ମୁଖକୁ ଆସିବାକୁ ଥିବା ଦିନ ଗୁଡିକ ଭଲ ଦିନ ଗୁଡିକ ନୁହେଁ। ଏଇ କ୍ଲେଶର ଦିନ ପାଇଁକା ଅନେକ କଣ କରୁଛନ୍ତି, ପ୍ରାର୍ଥନା ମଧ୍ୟ କରୁଛନ୍ତି ନ ଆସୁ ବୋଲି। ତ କହିବାର ଉଦ୍ଦେଶ୍ୟ ମୋର, ପ୍ରଭୁ ଆମକୁ ଭୟ କରିବାର ନାହିଁ। ପ୍ରଭୁ ଯେହେତୁ କହିଛନ୍ତି ଅଛି ମାନେ ଅଛି, କାରଣ ଏଇଟା ହଉଛି ସ୍ୱର୍ଗୀୟ ପଥ, ସ୍ୱର୍ଗକୁ ନେବାର ପଥ ହେଉଛି ଏଇଟା କ୍ଲେଶ। ତ ଏଇଟାକୁ ଆମେ ଯେମିତି ଭୁଲି ନ ଯାଉ କି ଆମେ ଭିନ୍ନ ବିଷୟ ପାଇଁକା ଆମେ ପ୍ରାର୍ଥନା ନ କରୁ। ତ ଯଦି ଆପଣ ପରେ ନହେଲେ ଦେଖିବେ ଯୋଉ ପ୍ରେରିତ 14:21-22 ପରେ ଦେଖନ୍ତୁ, ସେଇଠି ଲେଖା ଯାଉଛି କଣ ନା, ଆମକୁ ଅନେକ କ୍ଲେଶ ମଧ୍ୟ ଦେଇ ଆମ୍ଭମାନଙ୍କୁ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେବ ବୋଲି। ତ ଏଇଠି ପ୍ରଭୁ କଣ ଦଉଛନ୍ତି, ତାଙ୍କର କହୁଛନ୍ତି ଜଗତରେ ତମ ପାଇଁ କ୍ଲେଶ ଅଛି। କାହିଁକି କ୍ଲେଶ ଦେଇକି ହିଁ ଆମକୁ ସେଇ ରାଜ୍ୟକୁ ଯିବାର ପଥ ହେଉଛି କ୍ଲେଶ ଅଟେ। ତେଣୁକରି ଆମେ ଏଇ ଯୋଉ କ୍ଲେଶ ବା ତାଡନା ଘଟିବ, ତା ପାଇଁ ନା ଆମେ କେବେ ବି ହେଲେ ଭୟଭୀତ ହେବାର ନାଇଁ କି ଚିନ୍ତା କରିବାର ନାହିଁ। ଆଜି ଅନେକ ଖ୍ରୀଷ୍ଟୀୟ ସମାଜ ଚିନ୍ତିତ, ଏ ସରକାର ଆସିଲେ ଆମର କଣ ହବ, ଏବେ କଣ ହେବ, ତ ଆମେ ଯୋଉଠି ରହୁଛୁ ସେମିତି ବି ସେଇଟା ଆଗାମୀ ଦିନରେ କଣ ଘଟିବା, ଏଇଟାକୁ ନେଇକି ଲୋକମାନେ ଆମେ ପୁନରୁତ୍ଥିତ ଯୀଶୁଙ୍କୁ ବିଶ୍ୱାସ କରୁଛୁ, ତାଙ୍କର ଶାନ୍ତି ଆମର ହୃଦୟରେ ବିରାଜମାନ ହଉ। ତ ଗୋଟେ ସତ୍ୟ ଘଟଣା କହିବାକୁ ଚାହିଁବି, ଯେତେ କ୍ଲେଶ ଆସିଲେ ବି ପ୍ରଭୁ ଯେ ଆମକୁ ଛାଡିଦେବେ, ଏଇ ଧାରଣା ଆମ ମନରେ ନ ଆସୁ, କି ଆମକୁ ସହି ପାରିବୁନି ବୋଲି ନ ଆସୁ। ପ୍ରଭୁ ଜାଣିଛନ୍ତି ଆମର ଅବସ୍ଥା ଏମିତି କେବେ ବି ପ୍ରଭୁ ହେବାକୁ ଦେବେନି ଯେ ଆମେ ଯେମିତି ସହି ପାରିବୁନି। ଆମେ ସମସ୍ତେ ଜାଣିଛୁ ଡିସେମ୍ବର ମାସରେ ଜଣେ ମହିଳାଙ୍କର ତାଙ୍କୁ ତାଡନା ଦଉଛନ୍ତି ବୋଲି, ଗଛରେ ବାନ୍ଧିକି ବାଡଉଛନ୍ତି ବୋଲି ଗୋଟେ ଭିଡିଓଟା ତାଙ୍କର ଭାଇରାଲ ହେଇଥିଲା। ତେବେ ସେ ମହିଳା ଜଣଙ୍କର ନିଜର ସାକ୍ଷ୍ୟ, ସେ ପୁଣି ପରେ ମୁଁ ଜାଣିଲି ଆମର ଜଣେ ପରିଚିତଙ୍କ ଘରେ ସେ ଆଶ୍ରୟ ନେଇଛନ୍ତି। ତ ଆମେ ଜାଣିଛୁ, ତ ତାଙ୍କର ସେ ସାକ୍ଷ୍ୟ କେତେ, ତାଙ୍କର ସେ ତାଡନା ଟା କେତେ ଭାଇରାଲ ହେଇଥିଲା। ତ ତାଙ୍କୁ ଯେତେବେଳେ ସେ ଯାହାଙ୍କ ଘରେ ରହିଥିଲେ ତାଙ୍କୁ ପଚାରିଲେ କଣ ପାଇଁ, ନା ନାଇଁ ମୁଁ କଣ କରେ, ପାଠ ପଢିନି, ଅଳ୍ପ ପାଠ, ପ୍ରଭୁଙ୍କୁ ଯେହେତୁ ବିଶ୍ୱାସ କରେ, ସେ କଣ କରନ୍ତି, ତୈଳ ନେଇକି ପ୍ରାର୍ଥନା କରିକି ସେ ତେଲ କଣ କରନ୍ତି, ଲୋକମାନଙ୍କର ମସାଜ କରିଦିଅନ୍ତି, ଯୋଉଠି ଗୋଡ ହାତ ଅଣ୍ଟା କିଛି ଦରଜ ବିନ୍ଧା ଥାଏ ସେଇଟା ଭଲ ହେଇଯାଏ। ତ ଏଥିପାଇଁକା ତାଙ୍କୁ ଧରା ଯାଇଛନ୍ତି, ଆଉ ତାଙ୍କ ପ୍ରତି ସେଇଭଳି ବ୍ୟବହାର କରାଯାଇଛି। ତେବେ ତ ସେ କହିଲେ କି ତମକୁ ଏତେ ଆମେ ଭିଡିଓରେ ଦେଖିଲୁ, ଏତେ ମାଡ ମାରିଛନ୍ତି, ଏମିତି ଅବସ୍ଥା, ତମକୁ କିଛି ଜଣା ପଡିଲାନି? ସେ କହୁଛନ୍ତି ସେ ମହିଳା କି ମତେ କିଛି ବି ଜଣା ପଡିଲା ନାହିଁ, ମୁଁ କିଛି ବି କଷ୍ଟ ସେଇ ସମୟରେ ପାଇନି, କିନ୍ତୁ ମତେ ଯୋଉ ଚୁଟି ଝିଙ୍କା ଝିଙ୍କି କରିଛନ୍ତି, ପରଦିନ ସକାଳେ ମୋର ବେକ ଟିକେ ଖାଲି ଯାହା ଦରଜ ହେଇଛି, ଅନ୍ୟଥା କିଛି ମୁଁ ଅନୁଭବ କରିନି। ତ କହିବାର ମୋର ଆଜି ଉଦ୍ଦେଶ୍ୟ, ଆମେ ଏମିତି ଭୟଭୀତ ନ ହଉ, ପୁନରୁତ୍ଥିତ ଯୀଶୁଙ୍କ ଉପରେ ବିଶ୍ୱାସ କରିଛୁ। ପ୍ରଭୁ ଜାଣନ୍ତି ଆମର ସହିବାର ଶକ୍ତି, ତେଣୁକରି ଆମେ ସେଥିପାଇଁ ଜମା ଆମେ ନିଜେ ଭୟ ହଉଛୁ, ଅନ୍ୟକୁ ବି ଆମେ ଭୟଭୀତ କରୁ। ପ୍ରଭୁ ଯୀଶୁଙ୍କର ଉକ୍ତି, ଜଗତରେ ତୁମ୍ଭ ମାନଙ୍କ ନିମନ୍ତେ କ୍ଲେଶ ଅଛି, ସାହସ ଧର,
ମୁଁ ଜଗତକୁ ଜୟ କରିଅଛି। ପ୍ରଭୁ ଆମଠାରେ ସେଇ ଜୟ କରିବାର ଶକ୍ତି ସେ ଦେଖିବା ପାଇଁକା ଚାହାନ୍ତି। ସେଥିପାଇଁକା ଯେମିତି ଆମେ ଜୟବନ୍ତ ଜୀବନ କାଟିବୁ, ସେଥିପାଇଁ ଏଇ ଶାନ୍ତିର ଆବଶ୍ୟକ ରହିଛି। ସେଦିନ ତାଙ୍କର ଶିଷ୍ୟମାନେ ଏଇ କ୍ଲେଶର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଆମେ ଜାଣିଛୁ ପ୍ରେରିତ କାର୍ଯ୍ୟରେ ଶିଷ୍ୟମାନଙ୍କର ତାଡନା ବିଷୟରେ ଆମେ ଦେଖୁଛୁ। ଅନ୍ୟ ବାଇବଲ ହିଷ୍ଟ୍ରିରେ ବି ଦେଖନ୍ତୁ, ଶିଷ୍ୟମାନେ ଅନେକ ତାଡନା ଦେଇକି ଯାଇଛନ୍ତି, କ୍ଲେଶ ଦେଇକି ଯାଇଛନ୍ତି। ସେଇ ସମୟରେ ଗୋଟିଏ ବିଷୟ ତାଙ୍କ ମନକୁ ସ୍ଥିର ରଖିପାରିବ, ଯୋଉଟା ହଉଛି କି ଈଶ୍ୱରଙ୍କର ଶାନ୍ତି, ଈଶ୍ୱରୀୟ ଶାନ୍ତି। ତେଣୁକରି ଏଇ ଶାନ୍ତି, ପୁନରୁତ୍ଥିତ ଯୀଶୁଙ୍କର ଶାନ୍ତିକୁ ହିଁ ଆମେ ମାନେ ପାଇବାକୁ ସବୁବେଳେ ଚେଷ୍ଟିତ ହେବା ଆବଶ୍ୟକ। ତ ଏଇ ଶାନ୍ତିକୁ ଆମେ କିଭଳି ଭାବରେ ପାଇପାରିବା, ଯଦି ଆମେ ଦେଖିବା ଏଫିସି ତାର ଏଫିସି 2 ପର୍ବ ଟିକେ 14 ପଦରୁ 16 ପଦ ପାଠ କରିଦେବେ। କାରଣ ସେ ତ ଆମ୍ଭମାନଙ୍କର ଶାନ୍ତି, ସେ ଶତ୍ରୁତା ସ୍ୱରୂପ ମଧ୍ୟବର୍ତ୍ତୀ ବିଚ୍ଛେଦ ପ୍ରାଚୀର ଭଗ୍ନ କରି ଉଭୟଙ୍କୁ ଏକ କରିଅଛନ୍ତି। ପୁଣି ବିଧି ବିଧାନ ଯୁକ୍ତ ଆଜ୍ଞାମୂଳକ ବ୍ୟବସ୍ଥାକୁ ଆପଣା ଶରୀରରେ ରହିତ କରିଅଛନ୍ତି, ଯେପରି ସେ ଶାନ୍ତି ସ୍ଥାପନ କରି ଉଭୟକୁ ଆପଣାଠାରେ ଜଣେ ନୂଆ ଲୋକ ସ୍ୱରୂପ ସୃଷ୍ଟି କରନ୍ତି, ଆଉ କ୍ରୁଶ ଦ୍ୱାରା ଶତ୍ରୁତା ବିନାଶ କରି ତଦ୍ୱାରା ଉଭୟକୁ ଏକ ଶରୀର ସ୍ୱରୂପ ଗଠନ କରି ଈଶ୍ୱରଙ୍କ ସହିତ ମିଳିତ କରାନ୍ତି। ଆମେନ୍। ତ ଏଇ ସ୍ଥାନରେ ଆମେ ଦେଖିବାକୁ ପାରୁଛୁ, ପ୍ରଭୁ ହଉଛନ୍ତି ଆମର ଶାନ୍ତି। ଆଉ ଏଇ ଶାନ୍ତିକୁ ଆମେ କେମିତି ପାଉଛୁ? କ୍ରୁଶର ପାଖରେ ଆମେ ଶାନ୍ତିକୁ ପାଉଛୁ। ଯେତେବେଳେ ଆମେ ନିଜର ପାପ ସ୍ୱୀକାର କରିକି ପାପ କ୍ଷମା ଆମେ ମାନେ ପାଇଥାଉ, ସେତେବେଳେ ଆମେ ପ୍ରଭୁଙ୍କ ସହିତ ମିଳିତ ହେଇଥାଉ, ତାଙ୍କର ଶରୀର ହେଇଥାଉ, ସିଏ ଆମର ମସ୍ତକ ହେଇଥାନ୍ତି। ତଦ୍ୱାରା ଆମେ ସେ ଶାନ୍ତି ସ୍ଥାପନ କରି ଉଭୟକୁ ଆପଣା ଠାରେ ନୂଆ ଲୋକ ରୂପେ ପ୍ରଭୁ କଣ କରନ୍ତି ନା ସୃଷ୍ଟି କରନ୍ତି। ତ ଆମେ ନୂଆ ହେଇକି ପ୍ରଭୁଙ୍କର ଶରୀର ହେଇକି ଆମେ ସୃଷ୍ଟି ହଉ, ସେଇ କ୍ରୁଶ ଦ୍ୱାରା ହିଁ ଏହା ସମ୍ଭବ ହେଇପାରିଥାଏ। ଏଇ ଶାନ୍ତି ଆମେ ସେଇ କ୍ରୁଶ ନିକଟକୁ ଆସିକି ଯେତେବେଳେ ପାପ ସ୍ୱୀକାର କରିଥାଉ, ସେତେବେଳେ ହିଁ ଆମେ ପାପ କ୍ଷମା ପାଇଥାଉ। କାହିଁକି? ଆମେ ପ୍ରଥମ ଯୋହନ 1 ପର୍ବ 9 ପଦ ଜାଣିଛୁ, ଯେବେ ଆମେ ମାନେ ପାପ ସ୍ୱୀକାର କରୁ, ସେତେବେଳେ ସେ କ୍ଷମା କରିବାକୁ ବିଶ୍ୱସ୍ତ ଆଉ ନ୍ୟାୟବାନ ଅଟନ୍ତି। ଆମକୁ ସେଇ ଅନୁଭୂତି ଦେଇକି ଯିବା ପାଇଁ ପଡିବ। ଆଉ ଏଇ ଈଶ୍ୱର ଦତ୍ତ ଶାନ୍ତି ଭୋଗ କରିବା ନିମନ୍ତେ ହିଁ ଆମେ ଆହୁତ ହେଇଛୁ। ଆମର ଆହ୍ୱାନ ଯଦି ଏ ଜଗତରେ ରହିଛି, ଏଇ ଈଶ୍ୱର ଦତ୍ତ ଖ୍ରୀଷ୍ଟ ଦତ୍ତ ଶାନ୍ତିକୁ ଯେମିତି ଆମେ ମାନେ କଣ କରିବା? ଭୋଗ କରିବା। ଯୋଉଟା କି କଲସି ତାର 3 ପର୍ବ 15 ପଦ ସେଠି ଲେଖା ଯାଉଛି, ପୁଣି ଖ୍ରୀଷ୍ଟ ଦତ୍ତ ଯେଉଁ ଶାନ୍ତି ଭୋଗ କରିବା ନିମନ୍ତେ ତୁମ୍ଭେମାନେ ଏକ ଶରୀର ସ୍ୱରୂପେ ଆହୁତ ହୋଇଅଛ, ତାହା ତୁମ୍ଭମାନଙ୍କ ହୃଦୟରେ ରାଜତ୍ୱ କରୁ। ପୁଣି ତୁମ୍ଭେମାନେ ଧନ୍ୟବାଦ ଦିଅ, ଏଇ ଶାନ୍ତି ଆମ ହୃଦୟରେ ରାଜତ୍ୱ କରୁ, ଆଉ କୌଣସି ବିଷୟ ରାଜତ୍ୱ ନ କରୁ। ଅନେକ ସମୟରେ ଯୋଉଟା ରାଜତ୍ୱ କରିବା କଥା ସେଇଟା ରାଜତ୍ୱ କରିନଥାଏ, ଯୋଉଟା ନ କରିବା କଥା ସେଇଟା ହିଁ ରାଜତ୍ୱ କରିକି ଆମକୁ ଦୁର୍ବଳ କରି ପକାଇଥାଏ, ଆମକୁ ଅସହାୟ କରି ପକାଇଥାଏ। ତ ଆଜି ବି ପୁନରୁତ୍ଥିତ ଯୀଶୁ ଆମକୁ ତାଙ୍କର ସେଇ ଶାନ୍ତି ଦେବା ପାଇଁକା ସେ ଆଭେଲେବୁଲ ଅଛନ୍ତି। ଆମେ ମାନେ ତାଙ୍କ ସହିତ ମିଳିତ ହେଇକି ହିଁ ସେଇ ଶାନ୍ତିକୁ ଲାଭ କରିପାରିବା। ତାଙ୍କ ସହିତ ମିଳିତ ନ ହେବା ଯାଏ ଆମେ ସେଇ ଶାନ୍ତିକୁ କେବେ ବି ହେଲେ ହୃଦୟଙ୍ଗମ କରିପାରିବା ନାହିଁ। ଆଉ ଯେତେ ଜଣ ମିଳିତ ହୁଅନ୍ତି, ଏକ ଶରୀର ହୁଅନ୍ତି, ପ୍ରଭୁଙ୍କର ସନ୍ତାନ ହୁଅନ୍ତି। ମାଥ୍ୟୁ ତାର 5 ପର୍ବ 9 ପଦ ଆମେ ଜାଣିଛୁ, ଶାନ୍ତିକାରକ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କର ସନ୍ତାନ। ଆମେ ତାଙ୍କ ସହିତ ମିଳିତ ହେବା ଦ୍ୱାରା ତାଙ୍କର ସନ୍ତାନ ହେଇଥାଉ, ଖ୍ରୀଷ୍ଟଙ୍କର ଆମେ ଶରୀର ହେଇଥାଉ, ଆଉ ଆମେ ପ୍ରଭୁଙ୍କର ସନ୍ତାନ ଭାବରେ ଆମେ ମାନେ କଣ ହେଇଥାଉ ନା ଖ୍ୟାତି ଲାଭ କରିଥାଉ। ତ ଆଜି ମଧ୍ୟ ପ୍ରଭୁ ଯେତେବେଳେ ପୁନରୁତ୍ଥିତ ହେଉଛନ୍ତି, ସେ ଜାଣୁଛନ୍ତି ମୋର ଶିଷ୍ୟ ମାନଙ୍କର ଅବସ୍ଥା ଏଇଭଳି ଅଛି, ସେମାନେ ଭୟରେ ଅଛନ୍ତି, ହତାଶରେ ଅଛନ୍ତି, ନିରାଶରେ ଅଛନ୍ତି, ଚିନ୍ତାରେ ଅଛନ୍ତି। ତ ଏମାନଙ୍କୁ ଯଦି କଣ ଆବଶ୍ୟକ? ତେବେ ଏଇ ଶାନ୍ତିର ଆବଶ୍ୟକ ରହିଛି। ତେଣୁକରି ପ୍ରଭୁ ଆସିକି କହୁଛନ୍ତି, ତୁମ୍ଭମାନଙ୍କର ଶାନ୍ତି ହଉ, ତୁମ୍ଭମାନଙ୍କର ଶାନ୍ତି ହଉ। ତେବେ ଆଜି ହିଁ ଉପଯୁକ୍ତ ସମୟ ରହିଛି, ସଠିକ ସମୟ ରହିଛି, ପ୍ରଭୁଙ୍କ ସହିତ ମିଳିତ ହୋଇ ସେଇ ଶାନ୍ତିକୁ ଯେତେବେଳେ ଆମେ ମାନେ ଆମ ଜୀବନରେ ଲାଭ କରିବୁ, ସେତେବେଳେ ଆମକୁ ଏଇ କୌଣସି ଜଗତର
ପ୍ରତିକୂଳ ବିଷୟ, ନିନ୍ଦା, ତାଡନା, ଅପମାନ, କ୍ଲେଶ, କୌଣସି ବିଷୟ ଆମକୁ ବ୍ୟସ୍ତ, ବିଚଳିତ, ହତାଶ, ନିରାଶ ହେବା ପାଇଁକା ଦେବ ନାହିଁ। ସେଦିନ ଆମେ ଜାଣିଛୁ, ଆଉ ଗୋଟିଏ ଘଟଣା କହିକି ସମାପ୍ତ କରିବି। ପାପିନୀ ସ୍ତ୍ରୀ ବିଷୟରେ ଲୁକ 7 ପର୍ବ 50 ପଦର ଘଟଣା ସେଇ 50 ପଦରେ ଲେଖା ଯାଉଛି। କିନ୍ତୁ ଆଗକୁ ଦେଖିଲେ ସେଇଠି ଘଟଣା, ଫାରୁସୀ ମାନଙ୍କ ଭିତରୁ ଜଣେ ପ୍ରଭୁ ଯୀଶୁଙ୍କୁ ଡାକିଛନ୍ତି, ନିମନ୍ତ୍ରଣ କରିଛନ୍ତି। ଆଉ ଏ ପାପିନୀ ସ୍ତ୍ରୀ ଯାଇକି ପହଞ୍ଚି ଯାଇଛନ୍ତି, ଆଉ ପ୍ରଭୁଙ୍କର କଣ କରୁଛନ୍ତି, ପାଦକୁ ସେ ତାଙ୍କର ବହୁମୂଲ୍ୟ ତୈଳ ଢାଳିକି ସେ ସିକ୍ତ କରୁଛନ୍ତି, ଆଉ ନିଜ ଚକ୍ଷୁର ଲୋତକ ଦେଇକି ତାକୁ ଧୋଉଛନ୍ତି, ଆଉ ନିଜ ଚୁଟିରେ ସେଟା ସେ ପୋଛୁଛନ୍ତି। ଆମେ ଏଇ ଘଟଣା ଜାଣିଛୁ। ତ ସେଇ ସ୍ଥାନରେ ସେଇ ପାପିନୀ ସ୍ତ୍ରୀ ପାଖରେ ସବୁ କିଛି ଥିଲା। ତାର ନାମ ଥିଲା, ତା ପାଖରେ ଅର୍ଥ ଥିଲା, ତାର ଭଲ ଡ୍ରେସ ଥିଲା, ସବୁ କିଛି ଥିଲା। ଲୋକ ତାର ଲୋକ ମାନେ ଫ୍ୟାନ ତାର ଥିଲେ। ତ ତା ପାଖରେ ଗୋଟିଏ ବିଷୟ ନଥିଲା, ଶାନ୍ତି ନଥିଲା, ଶାନ୍ତି ନଥିଲା। ସେଥିପାଇଁ ପ୍ରଭୁ ଯୀଶୁ ପ୍ରଥମେ ତାକୁ କଣ କହିଲେ ନା, ତମର ପାପ କ୍ଷମା ହେଲା ବୋଲି କହିଲେ। ପ୍ରଥମେ ପାପ କ୍ଷମା, ତାପରେ ତାକୁ କହୁଛନ୍ତି ଲୁକ 7ରେ ଟିକେ ଦେଖିବା, ଖାଲି ଲୁକ 7:48 କହୁଛନ୍ତି, ଆଉ ସେ ସ୍ତ୍ରୀ କି କହିଲେ ତୋର ପାପ ସବୁ କ୍ଷମା। ଆଗେ କ୍ଷମାର ଅନୁଭୂତି, ଯେତେବେଳେ ଆମ ଜୀବନରେ କ୍ଷମାର ଅନୁଭୂତି ଥିବ, ନିଶ୍ଚିତ ଭାବରେ ଆମକୁ ସେ ଶାନ୍ତି କିଛି ନଥିଲେ ବି ଆମ ପାଖରେ ଶାନ୍ତି ହିଁ ଥିବ। ନ ବି ଖାଇଥିବୁ କିନ୍ତୁ ଶାନ୍ତିରେ ଥିବୁ। କିଛି ଅସୁବିଧା ଅଭାବ ରହିଥିବ କିନ୍ତୁ ଶାନ୍ତି ଆମ ପାଖରେ ଥିବ। କୋଉଠୁ ଆଣିବି, କେମିତି? ଏଇ ଶାନ୍ତି ଆମକୁ କେବେ ବି ବ୍ୟସ୍ତ, ବିଚଳିତ ହେବା ପାଇଁକା ଦେବ ନାହିଁ। ଏଇଟା ହଉଛି ଈଶ୍ୱର ଦତ୍ତ ଶାନ୍ତି। ଆଉ ତାପରେ ତାକୁ ପ୍ରଭୁ କଣ କହୁଛନ୍ତି 50 ପଦରେ, କିନ୍ତୁ ସେ ସେହି ସ୍ତ୍ରୀ କି କହିଲେ ତୋର ବିଶ୍ୱାସ ତତେ ରକ୍ଷା କରିଅଛି, ଶାନ୍ତିରେ ଚାଲିଯା। ଆଗେ ରକ୍ଷା ପାଉଛି, ତାପରେ ଶାନ୍ତି ପାଉଛି। ତେଣୁକରି ପ୍ରଭୁ ଆଜି ଆମ ପ୍ରତ୍ୟେକଙ୍କୁ ଚାହାନ୍ତୁ, ପ୍ରଥମେ ରକ୍ଷା ପାଇକି ତାପରେ ଆମେ ଏଇ ଶାନ୍ତି କି ହୃଦୟରେ ରଖିବା। କାହିଁକି? ଏଇ ଶାନ୍ତି ଭୋଗ କରିବା ପାଇଁ ହିଁ ପ୍ରଭୁ ଆମକୁ ଆହୁତ କରିଛନ୍ତି। ପ୍ରଭୁଙ୍କର ସନ୍ତାନ ଭାବରେ ଅଛୁ ମାନେ ଆମେ ସେଇ ଶାନ୍ତିର ଅଂଶୀ ଅଟୁ, ଶାନ୍ତିର ଅଂଶୀ ଅଟୁ। ତ ପ୍ରଭୁ ଆମ ସମସ୍ତଙ୍କୁ ତାଙ୍କ ବାକ୍ୟ ବୁଝିବା ପାଇଁ ସାହାଯ୍ୟ କରନ୍ତୁ। ଆଉ ଏଇ ଆସିବାକୁ ଥିବା କୌଣସି ପରିସ୍ଥିତି ପାଇଁ ଯେମିତି ଆମେ ବିଚଳିତ, ବ୍ୟତିବ୍ୟସ୍ତ ନ ହଉ, କି ଅନ୍ୟକୁ ଡିସ୍କରେଜ ନ କରୁ, କିନ୍ତୁ ଏଇ ଶାନ୍ତିକୁ ଆମେ ମାନେ ଲାଭ କରିବୁ, ଯଦ୍ୱାରା କି ଯୋଉ ବି ପରିସ୍ଥିତି ଆସିଲେ ଆମେ ମାନେ ଶାନ୍ତିରେ ରହିବୁ। କୌଣସି ବିଷୟ ଆମକୁ ହତାଶ, ନିରାଶ କରିବ ନାହିଁ। ଆମେ ବହୁତ ବହୁତ ଧନ୍ୟବାଦ ଦିଦି, ଅତି ସୁନ୍ଦର ବାକ୍ୟ, ମନଛୁଆ ହୃଦୟସ୍ପର୍ଶୀ ବାକ୍ୟ ଆମମାନଙ୍କୁ ଆଜି କହିଗଲେ। ଏଇ ବାକ୍ୟ ଆମେ ଅନେକ ଥର ଶୁଣିଛୁ, କିନ୍ତୁ ଆଜି ଯେତେବେଳେ ଆପଣ କହିଲେ ନୂଆ ଲାଗୁଥିଲା। ପ୍ରଭୁ ଆପଣଙ୍କୁ, ଆପଣଙ୍କ ପରିବାରକୁ ସେବା କାର୍ଯ୍ୟରେ ଆଶୀର୍ବାଦ କରନ୍ତୁ। ଏହିଭଳି ଅନେକ ସ୍ଥାନ ମାନଙ୍କରେ ବାକ୍ୟ ଶିକ୍ଷା ପରାମର୍ଶ ଦେଇ ଆଗକୁ ବଢାଇ ନିଅନ୍ତୁ, ଅନେକ ହଜାତ୍ମା ମାନଙ୍କୁ ମଧ୍ୟ ଲାଭ କରନ୍ତୁ। ଧନ୍ୟବାଦ ଦିଦି। ପ୍ରକୃତରେ ଆଜିର ବାକ୍ୟ ଥିଲା ତୁମ୍ଭମାନଙ୍କର ଶାନ୍ତି ହେଉ। ଏ ବିଷୟକୁ ନେଇ ଅତି ସୁନ୍ଦର ଭାବରେ, ପ୍ରାଞ୍ଜଳ ଭାବରେ ଆମମାନଙ୍କୁ ସୁନ୍ଦର ଶିକ୍ଷା ପରାମର୍ଶ ଦେଇଛନ୍ତି। ତାହା ପୁନରୁକ୍ତି କରିବା ପାଇଁ ମୁଁ ଯାଉନାହିଁ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ଯେତେ ଜଣ ଏଇ ବାକ୍ୟ ଶୁଣିଅଛୁ, ସେଇ ବାକ୍ୟ ଯେପରି ହୃଦୟରେ ରଖି ତଦନୁସାରେ ଆମେ ଜୀବନ କାଟିବା। କାରଣ ଜଗତରେ ଅନେକ କ୍ଲେଶ ଅଛି, ଅନେକ ଦୁଃଖ ଅଛି, ଅନେକ ନିନ୍ଦା ଅଛି, କିନ୍ତୁ ଏ ସମସ୍ତକୁ ଆମେ ପଛରେ ପକାଇ ଆମେ ପ୍ରଭୁଙ୍କ ଠାରେ ଲାଗି ରହି ଶାନ୍ତିରେ ଜୀବନ କାଟିବା, ତାହେଲେ ନିଶ୍ଚୟ ଆମେ ତାଙ୍କ ରାଜ୍ୟର ଅଧିକାରୀ ହୋଇପାରିବା। ପ୍ରଭୁ ଆପଣଙ୍କ ଆଶୀର୍ବାଦ କରନ୍ତୁ। ପ୍ରଭୁ ବହୁଳ